ଲୁକ 18 ପର୍ବ 1 ରୁ 7 ଏଠାରେ ଏପରି ଲେଖା ଅଛି, କ୍ଳାନ୍ତ ନ ହୋଇ ସର୍ବଦା ପ୍ରାର୍ଥନା କରିବା ଯେ କର୍ତ୍ତବ୍ୟ, ଏ ବିଷୟରେ ସେ ସେମାନଙ୍କୁ ଦୃଷ୍ଟାନ୍ତ ଦେଇ କହିଲେ, ଗୋଟିଏ ନଗରରେ ଜଣେ ବିଚାରକର୍ତ୍ତା ଥିଲେ। ସେ ଈଶ୍ୱରଙ୍କୁ ଭୟ କରୁନଥିଲେ କି ମନୁଷ୍ୟକୁ ମାନୁନଥିଲେ। ସେହି ନଗରରେ ଜଣେ ବିଧବା ଥିଲା। ସେ ଥରକୁ ଥର ତାଙ୍କ ନିକଟକୁ ଯାଇ କହୁଥିଲା, ମୋହର ବିବାଦୀରେ ଅନ୍ୟାୟର ପ୍ରତିକାର କରନ୍ତୁ। ଆଉ ସେ କେତେ ସମୟ ପର୍ଯ୍ୟନ୍ତ ସମ୍ମତ ହେଉନଥିଲେ। କିନ୍ତୁ ପରେ ସେ ମନେ ମନେ କହିଲେ, ଯଦ୍ୟପି ମୁଁ ଈଶ୍ୱରଙ୍କୁ ଭୟ କରେ ନାହିଁ କିମ୍ବା ମନୁଷ୍ୟକୁ ମାନେ ନାହିଁ, ତଥାପି ଏହି ବିଧବାଟା ମୋତେ କଷ୍ଟ ଦେଉଥିବାରୁ ମୁଁ ତାହା ପ୍ରତି କୃତ ଅନ୍ୟାୟର ପ୍ରତିକାର କରିବି। ନହେଲେ ସେ ସବୁବେଳେ ଆସି ମୋତେ ବ୍ୟତିବ୍ୟସ୍ତ କରୁଥିବ। ସେଥିରେ ପ୍ରଭୁ କହିଲେ, ଏହି ଅଧାର୍ମିକ ବିଚାରକର୍ତ୍ତା କଣ କହୁଅଛନ୍ତି ତାହା ଶୁଣ। ତେବେ ଈଶ୍ୱରଙ୍କର ଯେଉଁ ମନୋନୀତ ଲୋକମାନେ ଦିବାରାତ୍ର ତାହାଙ୍କୁ ଡାକୁଥାଆନ୍ତି, ସେ କି ସେମାନଙ୍କ ପ୍ରତି କୃତ ଅନ୍ୟାୟର ପ୍ରତିକାର କରିବେ ନାହିଁ? ଯଦ୍ୟପି ସେ ସେମାନଙ୍କ ଶତ୍ରୁମାନଙ୍କ ପ୍ରତି ଦୀର୍ଘ ସହିଷ୍ଣୁ ଅଟନ୍ତି। ପ୍ରଭୁ ଆଶୀର୍ବାଦ କରନ୍ତୁ। ଝିଅ, ଆଜିର ଏଇ ଯୋଉ ଘଟଣା ସମସ୍ତେ ଅନେକ ଥର ପଢିଛୁ, ତଥାପି ବି ଆଜି ଏଇ ବାକ୍ୟ ମଧ୍ୟରୁ ଏ ବାକ୍ୟକୁ ଆମେ ଆଉ ଥରେ ତାର ନିଗୁଡ ତତ୍ତ୍ୱକୁ ଆମେ ବୁଝିବା ଆଉ ମନେ ପକେଇବା ପ୍ରଭୁ ଆମକୁ ଆଜି କଣ କହୁଛନ୍ତି। ସର୍ବଦା ପ୍ରାର୍ଥନା କରିବା ଆବଶ୍ୟକ ଅଟେ। 18:1 ଲେଖା ହେଇଛି, କ୍ଳାନ୍ତ ନ ହୋଇ ସର୍ବଦା ପ୍ରାର୍ଥନା କରିବା ଯେ କର୍ତ୍ତବ୍ୟ। ଏ ବିଷୟରେ ଯୀଶୁ ସେମାନଙ୍କୁ ଦୃଷ୍ଟାନ୍ତ ଦେଇ କହିଲେ। ଲୋକମାନଙ୍କୁ ଯୋଉ ଉପଦେଶ ଦେଲେ, ପ୍ରଭୁ ଯୀଶୁ ଦୃଷ୍ଟାନ୍ତ ମାଧ୍ୟମରେ ସେଇ ସତ୍ୟ ବାକ୍ୟକୁ ଆମମାନଙ୍କୁ ବୁଝିବା ପାଇଁ ସୁନ୍ଦର ଦୃଷ୍ଟାନ୍ତ ମାଧ୍ୟମରେ ଆମମାନଙ୍କୁ ବୁଝେଇ ଦିଅନ୍ତି। ଏଠି ବି ସେଦିନ ସେ ଶିଷ୍ୟମାନଙ୍କୁ, ସେଠି ଯେତେ ଲୋକମାନେ ତାଙ୍କ ପଛରେ ଥିଲେ, କେତେ ଗ୍ରୁପ ଅଫ ପିପୁଲ, ଯୋଉ କ୍ରାଉଡ ଥିଲା, ସମସ୍ତଙ୍କୁ ସେ ସୁନ୍ଦର ଭାବରେ କେମିତି ଥକି ପଡନି, ପ୍ରାର୍ଥନାରେ କ୍ଳାନ୍ତ ହେଇ ପଡନି, ଆଉ ପ୍ରାର୍ଥନା କରିବା ଯେ ଆମମାନଙ୍କର କର୍ତ୍ତବ୍ୟ ଅଟେ, ସେ ବିଷୟରେ ସୁନ୍ଦର ଗୋଟେ ଉଦାହରଣ ଦେଇଛନ୍ତି। ଏଠି ସେ ଦଉଛନ୍ତି ଯୋଉ ଉଦାହରଣଟି, ଯେ ଗୋଟେ ନଗରରେ ଗୋଟେ ବିଚାରକର୍ତ୍ତା ଥିଲା। ସେ ଈଶ୍ୱରଙ୍କୁ ଡରୁ ନଥିଲା, କି ଆମେ ଦେଖୁଛୁ ମନୁଷ୍ୟକୁ ବି ସେ ଡରୁ ନଥିଲା। କିନ୍ତୁ ସେଇ ସମୟରେ ସେଇ ନଗରରେ ଗୋଟେ ବିଧବା ଥିଲା। ଆଉ ସେଇ ବିଧବାଟି ବିଚାରକର୍ତ୍ତାଙ୍କ ନିକଟକୁ ଆସିକି ସେ ତାଙ୍କୁ କହୁଛି କି ମତେ ନ୍ୟାୟ ଦିଅନ୍ତୁ, ମତେ ରକ୍ଷା କରନ୍ତୁ। ବାରମ୍ବାର ଆସିକି କହୁଛି, ଥରେ ନାହିଁ। ସେ ଲେଖା ହଉଛି, ସେ ଥରକୁ ଥର ସେଇ ବିଚାରକର୍ତ୍ତା ପାଖକୁ ଆସୁଥିଲା। ସେ ବିଚାରକର୍ତ୍ତା ସେ ଟୋଟାଲି ଶୁଣୁ ନଥିଲେ। ସେ କିନ୍ତୁ ବାରମ୍ବାର ଆସି ଆସି କହୁଥିଲା, ମତେ ନ୍ୟାୟ ଦିଅନ୍ତୁ, ମତେ ରକ୍ଷା କରନ୍ତୁ। ବହୁତ ଦିନ ଆସି ଆସି କହି ଚାଲୁଥିଲା, କିନ୍ତୁ ବିଚାରକର୍ତ୍ତା ଶୁଣୁ ନଥିଲେ। ସେତେବେଳେ ଆମେ ଜାଣିଛୁ ସେଇ ସମୟର ଘଟଣା। ସେଇ ସମୟରେ ସୋସାଇଟିରେ ଯେତେବେଳେ ଆମେ 20 ପର୍ବ ତାର 47 ମାନେ 20-47 ପଦ ଯେତେବେଳେ ପଢିବା ସେଇ ଲୁକର, ଆମେ ସେଠୁ ଜାଣିପାରିବା ବିଧବା ମାନେ ସେଇ ସମୟରେ କେତେ ଟର୍ଚର ହଉଥିଲେ। ସେଇ ସମୟର ପରିସ୍ଥିତିକୁ ନେଇକି ପ୍ରଭୁ ଯୀଶୁ ସୁନ୍ଦର ଦୃଷ୍ଟାନ୍ତ ଦେଇଛନ୍ତି। ସେ 20-47 ଲେଖା ହେଇଛି, ବିଧବା ମାନଙ୍କର ଗୃହ ସବୁ ଗ୍ରାସ କରନ୍ତି। କୋଉମାନେ? ସେଇ ଶାସ୍ତ୍ରୀ ମାନଙ୍କ ଠାରୁ ସାବଧାନ। ସେଇମାନେ ଯୋଉମାନେ ସମାଜ ଗୃହରେ ପ୍ରଧାନ ଆସନ ରେ ବସନ୍ତି, ଭୋଜିରେ ପ୍ରଧାନ ସ୍ଥାନ ଭଲ ପାଆନ୍ତି, ସେଇମାନେ ସବୁ ବିଧବା ମାନଙ୍କର ଗୃହ ସବୁକୁ ଗ୍ରାସ କରନ୍ତି ଓ ଛଳନା କରି ଦୀର୍ଘ ପ୍ରାର୍ଥନା କରନ୍ତି। ସେମାନେ ଗୁରୁତର ଦଣ୍ଡ ପାଇବେ ଲେଖା ହେଇଛି। ମାନେ ସେଠି ଆମେ ଦେଖିପାରୁଛୁ ଏଇ ବାକ୍ୟରୁ ବିଧବା ମାନେ କେତେ ସେତେବେଳର ସମୟରେ ଟର୍ଚର ହଉଥିଲେ। ସେମାନେ ଅନେକ ପ୍ରକାରର ସେମାନଙ୍କ ପ୍ରତି ଅନ୍ୟାୟ କରାଯାଉଥିଲା, ସେମାନଙ୍କୁ ନ୍ୟାୟ ମିଳୁନଥିଲା। ସେଇ ଘଟଣାରୁ ଆମେ ଜାଣିପାରୁଛୁ ପ୍ରଭୁ ଆମକୁ ସେଇ ପରିସ୍ଥିତି, ସେଇ ଘଟଣାର, ସେତେବେଳର ଯୋଉ ସମାଜରେ ଯୋଉ ପରିସ୍ଥିତି ଥିଲା ତାରି ଉପରେ ସେ ଦୃଷ୍ଟାନ୍ତ ଦେଇଛନ୍ତି। ଦେଖୁଛୁ ସେ ଯେତେ ଥର ଯାଇକି ତାଙ୍କୁ ରିକ୍ୱେଷ୍ଟ କରୁଛି କି ମତେ ନ୍ୟାୟ ଦିଅ, ମତେ ରକ୍ଷା କର। ବିଚାରକର୍ତ୍ତା ଟା ଶୁଣୁ ନଥିଲେ। କିନ୍ତୁ ଦିନେ କଣ ହେଲା, ବିଚାରକର୍ତ୍ତା କହିଲେ, ମୁଁ ଲେଖା ହେଇଛି, ମୁଁ ଈଶ୍ୱରଙ୍କୁ ଭୟ କରେ ନାହିଁ କିମ୍ବା ମନୁଷ୍ୟକୁ ବି ମାନେ ନାହିଁ। କିନ୍ତୁ କାହିଁକି ତା କଥା ଶୁଣୁଛନ୍ତି? ସେ ମତେ କଷ୍ଟ ଦଉଛି, ବାରମ୍ବାର ଆସି ଆସି ମତେ ମତେ ଡିଷ୍ଟର୍ବ କରୁଛି, ମତେ କଷ୍ଟ ଦଉଛି, ସେଥିପାଇଁ ମୁଁ ତା କଥା ଶୁଣିବି ବୋଲି କହୁଛନ୍ତି। ଏଠି ଆମେ ଦେଖୁଛୁ ସେ ସ୍ତ୍ରୀ ଲୋକଟି ଅସହାୟ, ଦୁର୍ବଳ, କିନ୍ତୁ ସେ ଗୋଟେ ଦୃଢ ବିଶ୍ୱାସୀ ଥିଲା କି ମୋର କଥା ସେ ଶୁଣିବେ,
ମୋର କଥା ବିଚାରକର୍ତ୍ତା ଆଜି ନହେଲେ କାଲି ଶୁଣିବେ, ସେଇ ବିଶ୍ୱାସର ସହିତ ସେ ଆସୁଥିଲା। ସେ ନିରନ୍ତର ସେ ମୋର କଥା ଶୁଣୁନାହାନ୍ତି ଆଉ ମୁଁ ଯିବିନି ସେମିତି ଭାବିଲାନି। ସେ ନିରନ୍ତର ଡେଲି ଆସିକି ତାଙ୍କୁ ରିକ୍ୱେଷ୍ଟ କରି ଚାଲୁଥିଲା। କିନ୍ତୁ ସେ ଅଧର୍ମୀ ବିଚାରକର୍ତ୍ତା ଆମେ ଦେଖୁଛୁ ସେ ନିଷ୍ଠୁର ସ୍ୱାର୍ଥପର ଥିଲା। କିନ୍ତୁ ଆମେ ଯେତେବେଳେ ଦେଖୁଛୁ ସେ ବାକ୍ୟର ଯୋଉ ମିନିଂ, ସେ ଯେତେବେଳେ ଦିନେ ତାର ପ୍ରାର୍ଥନା ତାର ରିକ୍ୱେଷ୍ଟ ସବୁ ସେ ଗ୍ରହଣ କରୁଛନ୍ତି ଆଉ ତାର ବିଚାର କରୁଛନ୍ତି। ଯଦି ସେଇ ଅଧର୍ମୀ ବିଚାରକର୍ତ୍ତା ଗୋଟେ ସେ ଯଦି ସେଦିନ ସେ ବିଧବାର ପ୍ରାର୍ଥନା ଶୁଣିଲେ, କାହିଁକି ନା ସେ ବାଧ୍ୟ ହେଇ ଶୁଣିଲେ, ବିରକ୍ତ ହେଇକି ଶୁଣୁଛନ୍ତି। କିନ୍ତୁ ଆମେ ଆମେ ସବୁବେଳେ ମନେ ପକେଇବା ଏଇ ବାକ୍ୟର ମାନେ ଆତ୍ମିକ ଅର୍ଥ ହଉଛି, ଆମେ ଯେତେବେଳେ ପ୍ରଭୁଙ୍କ ପାଖରେ ପ୍ରାର୍ଥନା କରୁ ଆମେ ମଧ୍ୟ ନିରନ୍ତର ଭାବରେ ତାଙ୍କ ନିକଟରେ ଲାଗି ରହିବା। ଆମେ ବି ଅଧୈର୍ଯ୍ୟ ହେବାନି, ଆଉ ଆମେ ବ୍ୟତିବ୍ୟସ୍ତ ବି ହେବାନି, ନା ହତାଶ ନିରାଶ ବି ହେବାନି। ଆମେ ମାନେ ନିରନ୍ତର ପ୍ରାର୍ଥନା କରିବା ଆଉ ନିରାଶ ହେବାନି। ପ୍ରଭୁ ଯୀଶୁ ଚାହାନ୍ତି ଯେ ଆମେ ପ୍ରାର୍ଥନାରେ କେବେ ବି ହାର ନ ମାନୁ। ଉତ୍ତର ନ ମିଳିବା ଯାଏ ଆମେ ମାନେ ତାଙ୍କ ଠାରେ ପ୍ରାର୍ଥନା କରୁଥିବା। କାହିଁକିନା ଉତ୍ତର ମିଳିବାରେ ବିଳମ୍ବ ହେଲେ ବି ଆମେ ପ୍ରାର୍ଥନା କରିବା ଛାଡିବା ନାହିଁ, କି ତାଙ୍କ ଉପରେ ବିଶ୍ୱାସ କରିବା ମଧ୍ୟ ଛାଡିବା ନାହିଁ। କାହିଁକିନା ଆମେ ଦେଖିଛୁ ପ୍ରଥମ ତେସଲୋନିକା 5:17 ଯେମିତି ଲେଖା ହେଇଛି, ନିରନ୍ତର ପ୍ରାର୍ଥନା କର। ପ୍ରଭୁ ଆମକୁ ଜଣାଉଛନ୍ତି ଏଠି 18:1 କ୍ଳାନ୍ତ ନ ହୋଇ ସର୍ବଦା ପ୍ରାର୍ଥନା କର। ଆମକୁ ଜଣାଉଛନ୍ତି ଯେତେବେଳେ ସେ ଥକିଗଲାନି, ସେ ଡେଲି ଆସି ଆସି ରାଜାଙ୍କୁ କହି ଚାଲିଲା, ସେ ବିରକ୍ତ ହେଇକି ଦିନ ତାର କଥା ଶୁଣିଲେ। ତ ଆମ ପ୍ରଭୁ ଆମର ସତ୍ୟ ଜୀବନ୍ତ ପରମେଶ୍ୱର, ଯିଏକି ଆମର ସୃଷ୍ଟିକର୍ତ୍ତା, ସେ ତ ଅଧର୍ମୀ ବିଚାରକର୍ତ୍ତା ବିରକ୍ତ ହେଇକି ଶୁଣିଲେ, କିନ୍ତୁ ପ୍ରଭୁ ଆମର ସୃଷ୍ଟିକର୍ତ୍ତା, ଆମେ ତାଙ୍କର ସନ୍ତାନ ସନ୍ତତି, ସେ ଆମର ପ୍ରେମମୟ ପିତା ଅଟନ୍ତି। ସିଏ କଣ ଆମର ପ୍ରାର୍ଥନାର ଉତ୍ତର ଦେବେନି? ସେ ଯୋଉ ପ୍ରାର୍ଥନାର କ୍ରନ୍ଦନର ଉତ୍ତର ଦେବେନି? ସେ ଜରୁର ଶୁଣିବେ। ସେ ବିରକ୍ତ ହେଇକି ସେଦିନ ବିଚାରକର୍ତ୍ତା ତାର କଥା ଶୁଣିଲା, କିନ୍ତୁ ପ୍ରଭୁ ଯୀଶୁ ବିରକ୍ତ ହେବେନି। ସେ ପ୍ରେମ କରନ୍ତି ଆମକୁ, ତାଙ୍କର ପ୍ରେମ ଯୋଗୁ ସେ ଆମକୁ ସାହାଯ୍ୟ କରିବେ ଆଉ ଆମର ପ୍ରାର୍ଥନା ଶୁଣିବେ। ତ ଆମକୁ ସେ ଆଜିର ବାକ୍ୟରେ କହୁଛନ୍ତି, କ୍ଳାନ୍ତ ନ ହୁଅ, ସର୍ବଦା ପ୍ରାର୍ଥନା କର। ଯେତେବେଳେ ଆମେ କଲୋସ୍ୟ 4 ପର୍ବ ତାର 12 ପଦରେ ଲେଖା ହେଇଛି, ପ୍ରାର୍ଥନାରେ ଏକାଗ୍ର ଭାବେ ନିବିଷ୍ଟ ଥାଅ, ପୁଣି ଧନ୍ୟବାଦ ସହ ସେଥିରେ ଜାଗ୍ରତ ଥାଅ। ଆମେ ପ୍ରାର୍ଥନାରେ ଏକାଗ୍ର ଭାବେ ନିବିଷ୍ଟ ରହିବା ଆଉ ଧନ୍ୟବାଦ ସହ ସେଥିରେ ଜାଗ୍ରତ ହେବା। ହତାଶ ନିରାଶ ହେଇକି ପ୍ରଭୁଙ୍କୁ କିଛି ଏମିତି ନେଗେଟିଭ କଥାବାର୍ତ୍ତା କରିବାନି। ଆମେ ଧୈର୍ଯ୍ୟର ସହିତ ରହିବା। ପ୍ରତି ମୁହୂର୍ତ୍ତ ସୁଖ ହଉ ଦୁଃଖ ହଉ ଆମେ ପ୍ରଭୁଙ୍କୁ ଧନ୍ୟବାଦ ଦେବା। ଆଉ ଆମେ ପ୍ରାର୍ଥନାରେ ଏକାଗ୍ର ଭାବେ ନିବିଷ୍ଟ ରହିବା, ତାଙ୍କ ଠାରେ ଲାଗି ରହିବା। କାହିଁକିନା ସେ ହିଁ ଆମର ଈଶ୍ୱର, ସେ ହିଁ ସାମର୍ଥ୍ୟ, ସେ ହିଁ ପରାକ୍ରମୀ, ସେ ହିଁ ପ୍ରାର୍ଥନାର ଉତ୍ତର ଦେବାର ତାଙ୍କର ହିଁ କ୍ଷମତା ଅଛି, ଆଉ କାହାର କ୍ଷମତା ନାହିଁ। ଯେମିତି ଆମେ ସେଇ ରୋମିଓ 12:12 ପଦରେ ଲେଖା ହେଇଛି, ପ୍ରଭୁଙ୍କ ସେବା କର, ଭରସାରେ ଆନନ୍ଦ କର, କ୍ଲେଶରେ ସହିଷ୍ଣୁ ହୁଅ, ପ୍ରାର୍ଥନାରେ ଏକାଗ୍ର ଭାବେ ନିବିଷ୍ଟ ଥାଅ। ମାନେ ଆମମାନେ କେମିତି ପ୍ରାର୍ଥନାରେ ଷ୍ଟ୍ରଙ୍ଗ ହବୁ ବୋଲି କେତେ ସୁନ୍ଦର ବାକ୍ୟ ସବୁ ଲେଖା ହେଇଛି ବାଇବେଲରେ। ଆମେ ଯେତେବେଳେ ପଢୁଛୁ, ଆମେ ବାକ୍ୟ ଯେତେ ପଢିବା ଆମମାନେ ଆହୁରି ବିଶ୍ୱାସରେ ଷ୍ଟ୍ରଙ୍ଗ ହେଇଯିବା, ଆଉ ଆମମାନେ ବିଚଳିତ ହେବା ନାହିଁ, ଅଧୈର୍ଯ୍ୟ ହେବା ନାହିଁ। ଆମେ ଦେଖୁଛୁ ସେ ବିଧବାଟିର ମାନେ ସେ ନିଃସହାୟ ଥିଲା, ଦୁର୍ବଳା, ନିଃସହାୟ, ଅସହାୟ ଥିଲା, କିନ୍ତୁ ତାର ସିଏ ରାଜା ତା କଥା ଶୁଣିବେ ବୋଲି ଡେଲି ଆସୁଥିଲା। ତାର ଗୋଟେ ପୋଜିଟିଭ ମେଣ୍ଟାଲିଟି ଥିଲା, ସେ ସକାରାତ୍ମକ ଗୁଣ, ଯୋଉଟା ସେ ପୋଜିଟିଭ ଥିଙ୍କିଂ ଥିଲା। ସେ ହାରି ଯାଉନଥିଲା କି ମୋ କଥା ଶୁଣୁନାହାନ୍ତି ମୁଁ ଆଉ ଯିବିନି, ସେମିତି ନାହିଁ। ସେ ଶୁଣେ, କାଲି ଶୁଣିଲେ ମୁଁ କାଲି ଯିବି, ପୁଣି ଶୁଣିବେ, ପୁଣି ଆସେ, ଆଜି ଶୁଣିଲେନି ତ ମୁଁ ପୁଣି କାଲି ଯିବି, ସେମିତି ଡେଲି ଆମେ ପ୍ରଭୁ ଆମର ପ୍ରାର୍ଥନାର ଅନୁରୋଧ ପ୍ରଭୁଙ୍କ ପାଖରେ ଆମେ ନିରନ୍ତର ଲାଗି ରହିବା। ସବୁବେଳେ ପ୍ରଭୁଙ୍କ ପାଖରେ ଧନ୍ୟବାଦର ସହିତ ତାଙ୍କ ଉପରେ ଭରସା କରିବା, ଯେ ପ୍ରଭୁ ହିଁ ସାମର୍ଥ୍ୟ, ସେ ଆଜି ନହେଲେ ମୋର କାଲି ଶୁଣିବେ। ପୁରା ପୋଜିଟିଭ ମେଣ୍ଟାଲିଟିରେ, ପୋଜିଟିଭ ଥିଙ୍କିଂରେ, ତାଙ୍କର ବାକ୍ୟକୁ ବିଶ୍ୱାସ କରି ତାଙ୍କ ନିକଟରେ ଲାଗି ରହିବା। ବିଧବାଟି ଯେମିତି ଲଗାତାର ବିନା ନିରାଶ ହେଲାନି,
ମୋଟରୁ ହତାଶ ନିରାଶ ହେଲାନି। ଡେଲି ବିଚାରକର୍ତ୍ତା ପାଖକୁ ଆସୁଥିଲା ଆଉ ନ୍ୟାୟ ପାଇଁ ଜିଦରେ ରହିଥିଲା। ସେଇ ବିଧବାଟିର ଯୋଉ ତାର ଯେମିତି ସେ ନ୍ୟାୟ ମିଳିଲା, ତାକୁ ଯେତେବେଳେ ଉତ୍ତର ନ ଆସିବା ପର୍ଯ୍ୟନ୍ତ ସେ ରାଜାଙ୍କୁ ରିକ୍ୱେଷ୍ଟ କଲା। ଆଉ ଦିନେ ରାଜା ବିରକ୍ତ ହେଇକି, ବିଚାରକର୍ତ୍ତା ଦିନେ ବିରକ୍ତ ହେଇକି ତାର ଉତ୍ତର ଦଉଛନ୍ତି, ନ୍ୟାୟ ଦଉଛନ୍ତି। ସେମିତି ଆମେ ଆମର ପରିସ୍ଥିତି ସମୟରେ, ଅନେକ ପରିସ୍ଥିତିରେ ଆମେ ଅସହାୟ, ଆମେ ଦୁର୍ବଳ ଅନୁଭବ କରିଥାଉ। ଆମମାନଙ୍କ ଜୀବନରେ ଥରେ ଥରେ ଏମିତି ପରିସ୍ଥିତି ଆସିଥାଏ, ଆମେ ପୁରା ଅସହାୟ ହେଇଯାଇଥାଉ, ବିଚଳିତ ହେଇ ପଡିଥାଉ। କିନ୍ତୁ ଆମର କର୍ତ୍ତବ୍ୟ ହଉଛି, ପ୍ରଭୁ ଏଇ ବାକ୍ୟ ଦ୍ୱାରା ଆମମାନଙ୍କୁ ଆହୁରି ଷ୍ଟ୍ରଙ୍ଗ କରିବା ପାଇଁ ଚାହୁଁଛନ୍ତି। ଆମମାନଙ୍କର ବିଶ୍ୱାସକୁ ଦୃଢ ବିଶ୍ୱାସରେ ପରିଣତ କରିବା ପାଇଁ ଚାହୁଁଛନ୍ତି। ଆମମାନେ ସବୁବେଳେ ତାଙ୍କର ଭରସା ଉପରେ ନିର୍ଭର କରିବା ପାଇଁ ଶିଖଉଛନ୍ତି। ଆମେ କଣ କରିବା? ତାଙ୍କ ପାଖକୁ ସବୁବେଳେ ଦୌଡ଼ିବା, ତାଙ୍କ ଚରଣ ତଳେ ଆମର ପ୍ରାର୍ଥନାର ବିନତି ଅନୁରୋଧକୁ ସବୁଦିନ କରିବା। ଆମର ପ୍ରାର୍ଥନାର ଉତ୍ତର ଆସିଲା ପର୍ଯ୍ୟନ୍ତ ତାଙ୍କ ନିକଟରେ ଲାଗି ରହିବା, ବିଶ୍ୱାସରେ, ଦୃଢ ବିଶ୍ୱାସର ସହିତ ପ୍ରତିଟି ପରିସ୍ଥିତିରେ ତାଙ୍କୁ ଧନ୍ୟବାଦ ଦେବା, ନିବିଷ୍ଟ ଭାବରେ, ଏକାଗ୍ର ଭାବରେ ତାଙ୍କ ପାଖରେ ଲାଗି ରହିଥିବା। କାହିଁକିନା ସେଦିନ ବିଚାରକର୍ତ୍ତାଟା ଅଧର୍ମୀ ବିଚାରକର୍ତ୍ତା ଥିଲା, ତଥାପି ବି ଶୁଣିଲା। କିନ୍ତୁ ଆମ ପ୍ରଭୁ ତ ପ୍ରେମୀ, ସେ ତ ଦୟାଳୁ, ସେ ତ କ୍ଷମାକାରୀ, ସେ କଣ ଆମ କଥା ଶୁଣିବେ ନାହିଁ? ତାଙ୍କ ପାଖରେ ଯୋଉମାନେ ଡାକୁଛନ୍ତି, ଆମେ ଯେତେବେଳେ ପଢିଲା ସେଇ 18:7, ଯୋଉମାନେ ଦିନ ରାତି ତାଙ୍କ ପାଖରେ ଡାକୁଛନ୍ତି, ଈଶ୍ୱରଙ୍କର ମନୋନୀତ ଲୋକମାନେ, ପ୍ରଭୁ ଆମମାନଙ୍କୁ ମନୋନୀତ କରିଛନ୍ତି। ଆମେ ତାଙ୍କର ଆରାଧନା ଉପାସନା କରିବା ପାଇଁ ସେ ଆମମାନଙ୍କୁ ମନୋନୀତ କରିଛନ୍ତି, ବାଛିଛନ୍ତି। ଯେତେବେଳେ ଆମେ ମାନେ ଦିନ ରାତି ଆମମାନଙ୍କର ଯୋଉ ସମସ୍ୟା, ଆମମାନଙ୍କର ଯୋଉ ଜଟିଳ ପରିସ୍ଥିତିରେ ଆମେ ଯେତେବେଳେ ଡାକୁ ତାଙ୍କୁ, ସେ କଣ ଆମକୁ ଦେଖିକି ମୁହଁ ମୋଡିଦେବେ? ନାଇଁ, ସେ ଆମର ପ୍ରାର୍ଥନା ଶୁଣିବେ, ସେ ଆମର ପ୍ରାର୍ଥନା ଶୁଣିବେ, ଆମକୁ ଉତ୍ତର ଦେବେ। ଆଉ ବିଳମ୍ବ ହେଲେ ବି ଆମେ ବ୍ୟସ୍ତ ହେବାନି, ବିଳମ୍ବ ହେଲେ ବି ବ୍ୟସ୍ତ ହେବାନି। କାହିଁକିନା ଆମର ପରମେଶ୍ୱର ହଉଛନ୍ତି ଦୟାଳୁ। ସେ ବିଳମ୍ବରେ ବି ପ୍ରାର୍ଥନାର ଉତ୍ତର ଦେବେ, କାହିଁକିନା ତାଙ୍କର ଗୋଟେ ଉଚିତ ସମୟ ଅଛି। ସେ ସମୟରେ ତାଙ୍କର ସେ ପରଫେକ୍ଟ ଟାଇମିଂକୁ ଆମକୁ ଅପେକ୍ଷା କରିବାକୁ ପଡିବ। ଆମେ ବିଶ୍ୱାସକୁ ଦୃଢ କରିବା। ଅନେକ ସମୟରେ ଆମମାନଙ୍କର ବିଶ୍ୱାସର ପରୀକ୍ଷା ହେଇଥାଏ, ଅନେକ ସମୟରେ ଆମର ଧୈର୍ଯ୍ୟର ପରୀକ୍ଷା ହେଇଥାଏ। ଆମେ ସବୁବେଳେ ଧୈର୍ଯ୍ୟର ସହିତ, ଦୃଢ ବିଶ୍ୱାସର ସହିତ ତାଙ୍କ ପାଖରେ ଲାଗି ରହିବା। କାହିଁକିନା ଆମେ ଯେତେବେଳେ ଆୟୁବଙ୍କ ଜୀବନରେ ଦେଖିଛୁ, ଆୟୁବଙ୍କ ଜୀବନରେ ଯେତେବେଳେ କେତେ ସମସ୍ୟା ଆସିଥିଲା, ସମସ୍ତେ ପଢିଛୁ, ସବୁ କିଛି ସର୍ବସ୍ୱ ଚାଲି ଯାଉଛି, ପୁଅ ଝିଅ ଧନ ସମ୍ପତ୍ତି ସବୁ କିଛି ଚାଲି ଯାଉଛି। ସେ ଅଧୈର୍ଯ୍ୟ ହଉନି। ଅନେକ ସମୟରେ ପ୍ରଭୁଙ୍କ ପାଖରେ କହୁଛି, ପ୍ରଭୁଙ୍କ ପାଖରେ ଥରେ ଥରେ କହୁଛି କି ପ୍ରଭୁ ମତେ ଉତ୍ତର ଦିଅ। ଯେମିତି ସେଇ ଆୟୁବର ସେ 30 ପର୍ବ ତାର 20 ପଦରେ ସେ କହୁଛି, ମୁଁ ତୁମକୁ ଡାକ ପକାଉଅଛି, ମାତ୍ର ତୁମେ ମତେ ଉତ୍ତର ଦେଉନାହ। ମୁଁ ଠିଆ ହେଲେ ତୁମେ ମତେ ଅନାଉଅଛ, କି ପ୍ରଭୁ ମତେ ଉତ୍ତର ଦିଅ ବୋଲି ସେ ପ୍ରଭୁଙ୍କ ସାଙ୍ଗରେ କଥା କହୁଛି, ପ୍ରଭୁଙ୍କଠି ଲାଗି ରହୁଛି। କିନ୍ତୁ ପ୍ରଭୁଙ୍କୁ ଛାଡୁନି, ବିଶ୍ୱାସରେ ଟଳମଳ ହଉନି। କିନ୍ତୁ ତାର ସେଇ ଧୈର୍ଯ୍ୟର ପରୀକ୍ଷା, ତାର ବିଶ୍ୱାସର ଯୋଉ ପରୀକ୍ଷା, ତାର ଉତ୍ତର ଆସୁଛି। ଯେତେବେଳେ ଆମେ ଦେଖୁଛୁ ଆୟୁବ 38:1 ପଦରେ, ଘୂର୍ଣ୍ଣିବାୟୁ ମଧ୍ୟରୁ ଆୟୁବକୁ ପ୍ରଭୁ ଉତ୍ତର ଦଉଛନ୍ତି, ଘୂର୍ଣ୍ଣିବାୟୁ ମଧ୍ୟରୁ ପ୍ରଭୁ କଥା କହୁଛନ୍ତି। ପ୍ରଭୁ ତାକୁ ସେଦିନ ତାର ସବୁ ସମସ୍ୟାରୁ ଉଦ୍ଧାର କଲେ, ତାକୁ ଏତେ ଆଶୀର୍ବାଦ କଲେ। ସେଟା ସବୁ କିଛି ଆମେ ଜାଣିଛୁ। ତାର ପ୍ରାର୍ଥନାର ଉତ୍ତର ଆସୁଛି, ତାକୁ କେତେ ଆଶୀର୍ବାଦ କରୁଛନ୍ତି ପ୍ରଭୁ। ଆମେ ତାର ବିଶ୍ୱାସକୁ ଦେଖୁଛୁ। ଆମେ ସେଥିପାଇଁ ଆମେ ଅନେକ ସମୟରେ ସେ ପରୀକ୍ଷା, ଯୋଉ ବିଶ୍ୱାସର ଧୈର୍ଯ୍ୟର ପରୀକ୍ଷା, ଆମେ ଯେମିତି ଷ୍ଟ୍ରଙ୍ଗ ହେଇକି ରହିବା। କାହିଁକିନା ପ୍ରଭୁ ସଦାପ୍ରଭୁ ଆମର ସୃଷ୍ଟିକର୍ତ୍ତା, ଆମକୁ ସେ ବହୁତ ଭଲ ପାଆନ୍ତି, ସେ ଆମକୁ ମନୋନୀତ କରିଛନ୍ତି। ଆଉ ମାନେ ଆମକୁ ସେ କେତେ ସ୍ପେଶାଲ କେୟାର ନେବେ। ଆମେ ପୁରା ଜାଣିଛୁ ସେ କେତେ ଯତ୍ନ ନିଅନ୍ତି, ଆମକୁ ତାଙ୍କ ଇମେଜରେ ବନେଇଛନ୍ତି। ତ ଆମେ ବିଚଳିତ ହେବାନି। ଆମ ଜୀବନରେ ଯାହା ସବୁ ଆସେ, ଅନେକ ସମୟରେ ଆମ ନିଜର ଭୁଲ ଯୋଗୁଁ ଆସିଥାଏ, ଅନେକ ସମୟରେ ତାଙ୍କର ଆମକୁ ଶାସନ କରିବା ପାଇଁ ଆସିଥାଏ। ସବୁକୁ ଆମେ ସ୍ୱୀକାର କରିବା, ଆଉ ନିଜର କୋଉଠି ଦୁର୍ବଳତା ରହିଛି ସେଇ ସବୁକୁ ପ୍ରଭୁଙ୍କ ପାଖରେ ସ୍ୱୀକାର କରିବା। ଅନୁତାପର ହୃଦୟରେ ପ୍ରଭୁଙ୍କ ପାଖରେ ଲାଗି ରହିବା, ବାକ୍ୟ ଅନୁଯାୟୀ ଜୀବନ କାଟିବା, ତାଙ୍କୁ ବହୁତ ବିଶ୍ୱାସ କରିବା। ବାକ୍ୟ କଣ କହେ ସେଇ ହିସାବରେ ଜୀବନ କାଟିବା, ଆଉ ବାକ୍ୟରେ ଲାଗି ରହିବା, ପ୍ରାର୍ଥନାରେ ଲାଗି ରହିବା। କାହିଁକିନା ସଦାପ୍ରଭୁ ଆମର ସବୁ ଆବଶ୍ୟକତାକୁ ଜାଣିଛନ୍ତି। ସେ ଉପଯୁକ୍ତ ସମୟରେ ଆମକୁ ଉତ୍ତର ଦେବେ।
ତାଙ୍କର ଗୋଟେ ପରଫେକ୍ଟ ଟାଇମିଂ ଅଛି, ସେ ଟାଇମିଂ ରେ ଆମକୁ ସେ ଉତ୍ତର ଦେବେ। କାହିଁକିନା ଆମେ ଜାଣୁଛୁ ଯେ ଏଇ ଯୋଉ ଘଟଣାରେ ଆମେ ଜାଣୁଛୁ ପ୍ରଭୁ ସେଦିନ ସେ ବିଚାର କର୍ତ୍ତା ତାଙ୍କୁ କେମିତି ଅପେକ୍ଷା କଲାଠୁ ପ୍ରଭୁ କହୁଛନ୍ତି ଯେ କ୍ଳାନ୍ତ ହୁଅନି, ଆମକୁ ବତଉଛନ୍ତି ଯେ କ୍ଳାନ୍ତ ହବନି, ଥକି ପଡନି। ଥରେ ଥରେ ଆମେ ଯେତେବେଳେ ପ୍ରାର୍ଥନା କରିଥାଉ, ଆମେ ଯେତେବେଳେ ପ୍ରାର୍ଥନା କରିଥାଉ ଆମକୁ ଶୀଘ୍ର ଉତ୍ତର ଆସି ଯାଇଥାଏ, ସାଙ୍ଗେ ସାଙ୍ଗେ ଉତ୍ତର ଆସି ଯାଇଥାଏ। ଆମେ ଶୀଘ୍ର ଯେତେବେଳେ ଉତ୍ତର ମିଳିଯାଏ ଆମେ ବହୁତ ଖୁସି ହେଇଯାଉ, ବହୁତ ଖୁସି ହେଇଯାଉ। କିନ୍ତୁ ଥରେ ଥରେ ପ୍ରାର୍ଥନାର ଉତ୍ତର ବହୁତ ସମୟ ଲାଗେ, ପ୍ରାର୍ଥନାର ଉତ୍ତର ଆସିବା ପାଇଁ ବହୁତ ସମୟ ଲାଗେ। ସେତେବେଳେ ଆମମାନେ ଅନେକ ସମୟରେ ହତାଶ ନିରାଶ ହେଇଯାଇଥାଉ। କିନ୍ତୁ ଆଜିର ବାକ୍ୟ କହେ ଆମେ କେବେ ହତାଶ ନିରାଶ ହେବାନି, ଅଧୈର୍ଯ୍ୟ ହେବାନି, ବିଚଳିତ ହେବାନି, ନେଗେଟିଭ କଥାବାର୍ତ୍ତା କରିବାନି, ପ୍ରଭୁଙ୍କ ସନ୍ତୋଷଜନକ ହିଁ କଥାବାର୍ତ୍ତା କରିବା। ପ୍ରଭୁ ଯୋଉଟା ଭଲ ପାଆନ୍ତିନି ସେସବୁ କଥାବାର୍ତ୍ତା କରିବା ନାହିଁ। ଆମର ମୁଖ ବାଟୁ ବି କୌଣସି ପ୍ରକାର ଆମେ ଯେମିତି ପ୍ରଭୁଙ୍କୁ ଅସ୍ୱୀକାର ନ କରୁ। ଅନେକ ସମୟରେ ଅନେକ ପ୍ରକାର ପରୀକ୍ଷା ଦେଇକି ପ୍ରଭୁ ଆମକୁ ଶାସନ କରନ୍ତି। ପ୍ରଭୁ ଆମକୁ ବହୁତ ଭଲ ପାଆନ୍ତି, ସେ ନିଶ୍ଚୟ ଆମର ଉଚିତ ସମୟରେ ଉଚିତ ଉତ୍ତର ଦେଇକି ସେ ଆମମାନଙ୍କୁ ଆଶୀର୍ବାଦ କରିବେ। ଅନେକ ସମୟରେ ଆମର ପ୍ରାର୍ଥନା ଡେରି ହୁଏ, ପ୍ରାର୍ଥନା ଡେରି ହେଲେ ବି ଆମେ ବ୍ୟସ୍ତ ହେବାନି। କାହିଁକିନା ଆମେ ଯେତେବେଳେ ଦେଖିଛୁ ଯେତେବେଳେ ପ୍ରଥମ ସାମୁଏଲ 7 ପର୍ବ 8 ପଦରେ ଲେଖା ହେଇଛି, ପ୍ରଥମ ସାମୁଏଲ ତାର 7 ପର୍ବ 8 ପଦରେ ଲେଖା ହେଇଛି, ପୁଣି ଇସ୍ରାଏଲ ସନ୍ତାନଗଣ ସାମୁଏଲଙ୍କୁ କହିଲେ ସଦାପ୍ରଭୁ ଆମମାନଙ୍କ ପରମେଶ୍ୱର ଯେପରି ଆମମାନଙ୍କୁ ପଲିଷ୍ଟିଆ ମାନଙ୍କ ହସ୍ତରୁ ରକ୍ଷା କରିବେ, ଏଥିପାଇଁ ତୁମ୍ଭେ ଆମମାନଙ୍କ ନିମନ୍ତେ ତାହାଙ୍କ ଛାମୁରେ କ୍ରନ୍ଦନ କରିବାରୁ ନିରସ୍ତ ହୁଅ ନାହିଁ। ଏଠି ଦେଖୁଛୁ ଯେତେବେଳେ ଇସ୍ରାଏଲିଆ ମାନେ ହାରି ଯାଉଛନ୍ତି ପଲିଷ୍ଟିଆ ମାନଙ୍କ ହସ୍ତରୁ, ସେତେବେଳେ ସାମୁଏଲ ଇସ୍ରାଏଲ ମାନଙ୍କ ନିମନ୍ତେ ପ୍ରାର୍ଥନା କରୁଛନ୍ତି। ସେତେବେଳେ ପଲିଷ୍ଟିଆ ମାନେ ଇସ୍ରାଏଲ ସନ୍ତାନ ମାନେ ସାମୁଏଲକୁ କହୁଛନ୍ତି ତୁମେ ଆମ ପାଇଁ ପ୍ରାର୍ଥନା କରିବାରୁ ଅଟକ ନାହିଁ, ତୁମେ ପ୍ରାର୍ଥନା କରିଚାଲୁଥାଅ। କହୁଛନ୍ତି କି ତାଙ୍କ ଛାମୁରେ କ୍ରନ୍ଦନ କରିବାରୁ ନିରସ୍ତ ହୁଅ ନାହିଁ, ଅଟକି ଯାଅ ନାହିଁ। ଥରେ ଦିଥର ହାରିଗଲେ କିନ୍ତୁ ସେ କହୁଛନ୍ତି ତମେ ପ୍ରାର୍ଥନା କରିବା ପାଇଁ ବନ୍ଦ କର ନାହିଁ, ଆମ ପାଇଁ ପ୍ରାର୍ଥନା କରୁଥାଅ, ପ୍ରଭୁ ନିଶ୍ଚୟ ଆମକୁ ଆଶୀର୍ବାଦ କରିବେ। ଆଉ ସାମୁଏଲ ମଧ୍ୟ ନିରସ୍ତ ହେଲେ ନାହିଁ, ସେ ପ୍ରାର୍ଥନାରେ ଲାଗି ରହିଲେ। ତାପରେ ସେମାନେ ଜୟ ପାଉଛନ୍ତି, ପ୍ରଭୁ ତାଙ୍କୁ ଉତ୍ତର ଦଉଛନ୍ତି। ତାପରେ ସେଇ ସ୍ଥାନର ନାଁ ସେ ଏବେନେଜର ବୋଲି ଦଉଛନ୍ତି, ସଦାପ୍ରଭୁ ଆମଙ୍କର ଉପକାର କରିଅଛନ୍ତି ବୋଲି ସାମୁଏଲ ନାଁ ଦଉଛନ୍ତି। ତ ଆମେ ଦେଖୁଛୁ ସଦାପ୍ରଭୁ ସବୁଦିନ ସମାନ, ସେଦିନ ତାଙ୍କ ସାଙ୍ଗରେ ଥିଲେ, ଆଜି ବି ସେ ଆମ ସାଙ୍ଗରେ ଅଛନ୍ତି। ସେଦିନ ଇସ୍ରାଏଲିଆ ମାନଙ୍କ ପାଇଁ ପ୍ରାର୍ଥନା ସାମୁଏଲ କରୁଥିଲେ, ତାଙ୍କର ପ୍ରାର୍ଥନା ସେଦିନ ଶୁଣି ଉତ୍ତର ଦେଲେ। ଆଜି ଆମମାନଙ୍କ ପାଖରେ ବାଇବେଲ ଅଛି, ଏତେ ସ୍କୋପ ଅଛି, ପ୍ରଭୁଙ୍କର ବାକ୍ୟ ଅଛି, ବାକ୍ୟ ସାନ୍ତ୍ୱନା ଦାୟକ ବାକ୍ୟ ଅଛି, ପ୍ରମିସିଂ ୱାର୍ଡ ଅଛି। ଆମେ ବାକ୍ୟ ଅନୁଯାୟୀ ଆହୁରି ଷ୍ଟ୍ରଙ୍ଗ ହେଇଯିବା, କାହିଁକିନା ପ୍ରଭୁ ଆମକୁ ପ୍ରମିସ କରିଛନ୍ତି ସାହାଯ୍ୟ କରିବେ ମାନେ କରିବେ। ବିଶ୍ୱାସରେ କେବେ ବି ବିଚଳିତ ହେବାନି, ଆଉ ସେ ବାକ୍ୟକୁ ନିଜ ଜୀବନରେ ଘୋଷଣା କରିବା, ଆଉ ବାକ୍ୟ ଅନୁଯାୟୀ ଜୀବନ କାଟିବା, ତାଙ୍କର କଥାକୁ ମାନିବା। ତାଙ୍କର ଯେତେବେଳେ କଥା ମାନିବା, ତାଙ୍କର ବାହୁ ଛାୟା ତଳେ ରହିବା, ତାଙ୍କ ଉପରେ ନିର୍ଭର କରିବା, ସେ ଆମମାନଙ୍କୁ ଉତ୍ତର ଦେବା ପାଇଁ ପ୍ରସ୍ତୁତ ଅଛନ୍ତି। ଆଉ ଯେତେବେଳେ ଲେଟ୍ ହୁଏ ପ୍ରାର୍ଥନା, ଆମେ ବ୍ୟସ୍ତ ହେବାନି। କାହିଁକିନା ଯେତେବେଳେ ଆମେ ଦାନିଏଲ ଜୀବନକୁ ଦେଖିବା, ଦାନିଏଲ ଜୀବନରେ ଯେତେବେଳେ ଦେଖୁଛୁ ଦାନିଏଲ ଇସ୍ରାଏଲର ବନ୍ଦିତ୍ୱ ଅବସ୍ଥାରେ ସେମାନେ ଯେତେବେଳେ ଥିଲେ, ଇସ୍ରାଏଲୀୟ ଲୋକମାନେ ସେ ପ୍ରାର୍ଥନା କରୁଥିଲେ ଉଦ୍ଧାର ପାଇଁ। କିନ୍ତୁ ସେ ପ୍ରାର୍ଥନାର ଉତ୍ତର ଯେତେବେଳେ ଆମେ ଦାନିଏଲ 10 ପର୍ବ ପଢିବା, ଯେତେବେଳେ ଦାନିଏଲ 10 ପର୍ବ ପଢିବା ଆମେ ମାନେ ଦେଖିପାରିବା ସେଦିନ ଦାନିଏଲର ପ୍ରାର୍ଥନାର ଉତ୍ତର। ଦାନିଏଲର ପ୍ରାର୍ଥନା ଆମେ ଜାଣିଛୁ ଫଟାଫଟ ଉତ୍ତର ଦେଇଛନ୍ତି ପ୍ରଭୁ ସବୁବେଳେ, କିନ୍ତୁ ସେଦିନ ଦାନିଏଲର ପ୍ରାର୍ଥନାର ଉତ୍ତର ଗୋଟେ ଦିନରେ ଆସିନି, ସାଙ୍ଗେ ସାଙ୍ଗେ ଆସିନି, ଗୋଟେ ଦିନ 2 ଦିନରେ ଆସିନି। ତାଙ୍କର ପ୍ରାର୍ଥନାର ଉତ୍ତର ଆସିବା ପାଇଁ 21 ଦିନ ଲାଗିଗଲା। ଦାନିଏଲ ବ୍ୟସ୍ତ ହେଲେନି, ଅଧୈର୍ଯ୍ୟ ହେଲେନି। ଆମେ ଯେତେବେଳେ 10ର ପୁରା ପଢିଦେବା, ଯେତେବେଳେ ଆପଣ ମାନେ ସମୟ ଥିବ ପଢିଦେବେ, ଆଉ ପ୍ରାୟ ସମସ୍ତେ ଜାଣିଥିବେ, ତଥାପି ବି ଆଜି ଆମେ ମନେ ପକେଇବା। 10:2 ସେ କହୁଛନ୍ତି ଦାନିଏଲ ପୂର୍ଣ୍ଣ 3 ସପ୍ତାହ ପର୍ଯ୍ୟନ୍ତ ଶୋକ କରୁଥିଲେ, କାନ୍ଦି କାନ୍ଦି ପ୍ରାର୍ଥନା କରୁଥିଲେ। ତାପରେ ସେ କହୁଛନ୍ତି 3 ସପ୍ତାହ ସମାପ୍ତ ହେବା ପର୍ଯ୍ୟନ୍ତ ମୁଁ କୌଣସି ସୁସ୍ୱାଦୁ ଖାଦ୍ୟ ଭୋଜନ କଲି ନାହିଁ, କିମ୍ବା ମାଂସ ବା ଦ୍ରାକ୍ଷାରସ ମୋ ମୁଖରେ ପ୍ରବେଶ କଲା ନାହିଁ, କିମ୍ବା ମୁଁ କିଛି ତୈଳ ମର୍ଦ୍ଦନ କଲି ନାହିଁ। ଏସବୁ ସେ ଯେତେବେଳେ ପ୍ରାର୍ଥନାରେ ଲାଗି ରହୁଛନ୍ତି, ଦାନିଏଲ 21 ଦିନ ପରେ ତାଙ୍କୁ ଉତ୍ତର ଆସୁଛି। 21 ଦିନ ପରେ ଯେତେବେଳେ ଉତ୍ତର ଆସୁଛି,
ସେତେବେଳେ ସେ ଦେଖୁଛନ୍ତି 5 ରେ ଲେଖା ହେଇଛି, ଯେତେବେଳେ 5 ରୁ 11, 12, 13 ଯାଏ ପଢିବା, ଆହୁରି ଆଗକୁ ପଢିବା, ଆମେ ଜାଣିପାରିବା ସ୍ୱର୍ଗରୁ ଦୂତ ଆସି ତାଙ୍କ ସାଙ୍ଗରେ କଥା କହୁଛନ୍ତି କି ଦାନିଏଲ, ତୁମର ପ୍ରାର୍ଥନା ତ ତୁମେ ଯୋଉ ଦିନ କହିଲ ସେଇ ଦିନଠୁ ଶୁଣା ଯାଇ ସାରିଛି। ଆମେ ଦାନିଏଲ 10 ର 12 ଆଉ 13 ପଦ ପଢୁଛୁ। ଏଥିରେ ସେ ମତେ କହିଲେ, ହେ ଦାନିଏଲ, ଭୟ କର ନାହିଁ, କାରଣ ତୁମ୍ଭେ ଯେଉଁ ପ୍ରଥମ ଦିନରୁ ବୁଝିବା ପାଇଁ ଓ ତୁମ ପରମେଶ୍ୱରଙ୍କ ସାକ୍ଷାତରେ ଆପଣଙ୍କୁ ନମ୍ର କରିବା ପାଇଁ ଆପଣ ମନୋନିବେଶ କଲ, ସେହି ଦିନଠାରୁ ତୁମର ବାକ୍ୟ ଶୁଣାଗଲା, ଆଉ ତୁମର ବାକ୍ୟ ସକାଶୁ ଆମ୍ଭେ ଆସିଅଛୁ। ମାତ୍ର ପାରସ୍ୟ ରାଜ୍ୟର ଅଧିପତି 21 ଦିନ ପର୍ଯ୍ୟନ୍ତ ଆମର ପ୍ରତିବାଦ କଲା। ମାତ୍ର ଦେଖ, ପ୍ରଧାନ ଅଧିପତି ମାନଙ୍କର ମଧ୍ୟରୁ ମିଖାଏଲ ନାମରେ ଜଣେ ଆମର ସାହାଯ୍ୟ କରିବାକୁ ଆସିଲେ, ଆଉ ଆମ୍ଭେ ସେ ସ୍ଥାନରେ ପାରସ୍ୟର ରାଜଗଣର ସଙ୍ଗରେ ରହିଲୁ। ଆମେ ଏଠି ଦେଖୁଛୁ ଦୂତ ଆସି ଦାନିଏଲକୁ କହୁଛନ୍ତି, ତୁମର ଯୋଉ ନମ୍ରତା, ତୁମର ଯୋଉ ପ୍ରାର୍ଥନା, ତୁମର ଯୋଉ ବିଶ୍ୱାସ, ଆମେ ଫାଷ୍ଟ ଡେରେ ମୁଁ ତୁମର ପ୍ରାର୍ଥନା ଶୁଣା ଦେଇ ସାରିଛି। ଉତ୍ତର ଆସିବା ପାଇଁ କଣ ପାଇଁ ଡେରି ହେଲା? 21 ଦିନ ଯାଏ ପ୍ରାର୍ଥନା ଆସିବାର ଡେରି ହେଲା। କାଇଁ ଆମେ ଦେଖୁଛୁ ଆତ୍ମିକ ଯୁଦ୍ଧ ଚାଲିଥିଲା। ସେଠି ଲେଖା ହେଇଛି ପାରସ୍ୟ ରାଜ୍ୟର ଅଧିପତି 21 ଦିନ ପର୍ଯ୍ୟନ୍ତ ଆମ୍ଭର ପ୍ରତିବାଧା କଲା, ମାନେ ଦୂତଙ୍କୁ ପ୍ରତିବାଧା କଲା। ମାତ୍ର ଦେଖ, ପ୍ରଧାନ ଅଧିପତି ମାନଙ୍କ ମଧ୍ୟରୁ ମିଖାଏଲ ନାମରେ ଜଣେ ଆମ୍ଭର ସାହାଯ୍ୟ କରିବାକୁ ଆସିଲେ। ତ ଏ ଯୁଦ୍ଧ କୋଉଠି? ଦୂତଙ୍କ ସାଙ୍ଗରେ କଣ ପାରସ୍ୟର ରାଜା ଏଇ ଜଗତରେ ଯୁଦ୍ଧ କଲେ? ନାଇଁ, ୟାର ଅର୍ଥ ହଉଛି ଏଟା ଗୋଟେ ଆତ୍ମିକ, ଗୋଟେ ସ୍ପିରିଚୁଆଲ ୱାରଫେୟାର, ଆତ୍ମିକ ଯୁଦ୍ଧ। ତାର ଯୋଗୁ ବି ଆମମାନଙ୍କର ପ୍ରାର୍ଥନା ଅନେକ ସମୟରେ ବିଳମ୍ବ ହେଇଥାଏ। ପ୍ରାର୍ଥନା ଆସିବା ପାଇଁ ଉତ୍ତର ଆସିଥାଏ। ପ୍ରଭୁ ଚାହାନ୍ତି ତାଙ୍କର ମନୋନୀତ ପୁଅ ଝିଅ ମାନଙ୍କର ପ୍ରାର୍ଥନା ଦେବା ପାଇଁ। ଆଉ ଯେତେବେଳେ ବ୍ଲେସିଂସ ଆସୁଥାଏ, ଶୟତାନ ଛଟପଟ ହଉଥାଏ, ଆଉ ଆମ ପାଖରେ ବ୍ଲେସିଂସ ନ ଆସିବା ପାଇଁ ସେ ସଦା ଚେଷ୍ଟା କରୁଥାଏ। କିନ୍ତୁ ସମସ୍ତେ ଜାଣିଥିବା, ଆମେ ଜାଣିଛୁ ଯେ ଆମମାନଙ୍କର ସମସ୍ତଙ୍କ ପାଖରେ ପ୍ରଭୁ ଆମମାନଙ୍କ ପାଖରେ ଦୂତମାନ ଆପଏଣ୍ଟମେଣ୍ଟ କରିଛନ୍ତି। ଆମର ଦୂତମାନେ ଯେତେବେଳେ ଯୁଦ୍ଧ କରୁଛନ୍ତି ତାଙ୍କ ସାଙ୍ଗରେ, ସେତେବେଳେ ସେମାନେ ଆଜି ନହେଲେ କାଲି ଶୟତାନ ହାରିଯିବ ଆମେ ଜାଣିଛୁ, କିନ୍ତୁ ଶୟତାନ ସଦା ଚେଷ୍ଟା କରେ ଆମ ପାଖରେ ଈଶ୍ୱରଙ୍କର ବ୍ଲେସିଂସ ନ ପହଞ୍ଚିବା ପାଇଁ। କିନ୍ତୁ ଆମ ପାଇଁ ପ୍ରଭୁ ଲଢନ୍ତି, ଆମ ପାଇଁ ପ୍ରଭୁ ଯୁଦ୍ଧ କରନ୍ତି। ସେଦିନ ଜିହୋଶାଫାଟ ପାଇଁ କଣ କହୁଥିଲେ? ତୁମେ ଏ ଯୁଦ୍ଧ ତୁମର ନୁହେଁ ଆମର। ସେଥିପାଇଁ ଆମ ଜୀବନରେ ଯୋଉ ସମସ୍ୟା ଆସୁ, ଆମର ଯୋଉ ପ୍ରାର୍ଥନାର ଉତ୍ତର ଆସିବା ପାଇଁ ସେ ଶୟତାନ ସାଙ୍ଗରେ ଆମର ଦୂତ ମାନେ ଯୁଦ୍ଧ କରନ୍ତି। ସେଦିନ ସାହାଯ୍ୟ କରିବା ପାଇଁ ମିଖାଏଲ ଦୂତ ଆସିକି ସାହାଯ୍ୟ କରୁଛନ୍ତି। ସେମିତି ଏଇ ଜଗତରେ ଆମେ ଯେତେବେଳେ ଅଛୁ, ସେ ପାରସ୍ୟ ରାଜ୍ୟର ଅଧିପତି 21 ଦିନ ପର୍ଯ୍ୟନ୍ତ ସ୍ୱର୍ଗଦୂତର ପ୍ରତିବାଦ କଲା। ମାନେ ଏଇ ଅଧିପତି ପାରସ୍ୟ ରାଜାର ନୁହନ୍ତି, ମାତ୍ର ପାରସ୍ୟ ଦେଶ ଉପରେ ଥିବା ମନ୍ଦ ଆତ୍ମାର ଶକ୍ତିକୁ ବୁଝାଏ। ଆମର ପ୍ରାର୍ଥନାର ଉତ୍ତର ବିଳମ୍ବ ହେବାର କାରଣ ବେଳେ ବେଳେ ଆମମାନଙ୍କର ଆଧ୍ୟାତ୍ମିକ ଯୁଦ୍ଧ। ଏଫେସିୟ 6:12 ଯେମିତି ଲେଖା ହେଇଛି, ଆମମାନଙ୍କର ଯୁଦ୍ଧ ଆଧିପତ୍ୟ ବିରୁଦ୍ଧରେ, କର୍ତ୍ତାପଣ ବିରୁଦ୍ଧରେ, ଅନ୍ଧକାରର ଜଗତପତି ମାନଙ୍କ ବିରୁଦ୍ଧରେ, ପୁଣି ଆକାଶ ମଣ୍ଡଳର ଦୁଷ୍ଟାତ୍ମା ମାନଙ୍କ ବିରୁଦ୍ଧରେ ଅଟେ। ତ ପ୍ରଭୁ ପରମେଶ୍ୱର ଆମମାନଙ୍କୁ ସାହାଯ୍ୟ ପଠାନ୍ତି। ସେଦିନ ଯେମିତି ପ୍ରଧାନ ଅଧିପତି ମାନଙ୍କର ମଧ୍ୟରୁ ମିଖାଏଲକୁ ପଠେଇଦେଲେ, ଆଉ ସେ ସ୍ୱର୍ଗଦୂତ ମାନଙ୍କୁ ସାହାଯ୍ୟ କଲେ, ପ୍ରାର୍ଥନାର ସେ ବ୍ଲେସିଂସ ଆସିକି ପହଞ୍ଚିଲା। ସେମିତି ଆମ ମାନଙ୍କୁ ପ୍ରଭୁ ସାହାଯ୍ୟ କରନ୍ତି, ତାଙ୍କର ଦୂତ ମାନଙ୍କ ଦେଇକି ଆମମାନଙ୍କୁ ସାହାଯ୍ୟ କରନ୍ତି। ସେ ଆମମାନଙ୍କୁ ବହୁତ ଭଲ ପାଆନ୍ତି। ସେ ଚାହାନ୍ତି ଆମେ ଯେତେବେଳେ ନିଜର ଅଧର୍ମ ପଥରୁ, ପାପ ପଥରୁ ଫେରି ଆସୁ, ପ୍ରଭୁଙ୍କ ପାଖରେ ନିଜର ପାପକୁ ସ୍ୱୀକାର କରୁ, ଅନୁତାପ ହୃଦୟରେ ତାଙ୍କ ନିକଟରେ ପ୍ରାର୍ଥନାର ଅନୁରୋଧ କରୁ, ବାକ୍ୟ ଅନୁଯାୟୀ ଜୀବନ କାଟୁ, ତାଙ୍କୁ ପ୍ରଥମ ସ୍ଥାନ ଦଉ, ତାଙ୍କ ଉପରେ ନିର୍ଭର କରୁ, ତାଙ୍କୁ ହିଁ ଭଲ ପାଉ, ଆଉ ତାଙ୍କଠୁ ବ୍ଲେସିଂସ ପାଇବା ପାଇଁ, ତାଙ୍କଠୁ ଉତ୍ତର ପାଇବା ପାଇଁ ଯେତେବେଳେ ଅପେକ୍ଷା କରୁ, ଶୟତାନ ଜାଣିପାରେ ଯେ ୟାର ବିଜୟ ସୁନିଶ୍ଚିତ, ଇଏ ଉତ୍ତର ପାଇଯିବ, ତ ସେ ବ୍ୟତିବ୍ୟସ୍ତ ହେଇ ପଡେ। କିନ୍ତୁ ଆମେ କୌଣସି ପ୍ରକାର ବ୍ୟତିବ୍ୟସ୍ତ ହେବା ଦରକାର ନାହିଁ। ଯେତେ ସ୍ପିରିଚୁଆଲ ୱାରଫେୟାର ହଉ, ଆମମାନଙ୍କୁ ଯେତେ ବିଳମ୍ବ ହଉ, ଆମେ ଜାଣିବା ଆମ ପାଇଁ ପ୍ରଭୁ ଯୁଦ୍ଧ କରୁଛନ୍ତି। ତ ଆମେ ମାନେ ଆହୁରି ବିଶ୍ୱାସରେ ଷ୍ଟ୍ରଙ୍ଗ ହେଇଯିବା, ଆହୁରି ପ୍ରାର୍ଥନା କରିବା, ଆହୁରି ତାଙ୍କ ପାଖରେ ଆଣ୍ଠେଇ ପଡିବା, ଆହୁରି କ୍ରନ୍ଦନ ସହିତ, ଆହୁରି ଉପବାସ ସହିତ ତାଙ୍କ ନିକଟରେ ଲାଗିବା। ହତାଶ ନିରାଶ ହେବା ନାହିଁ, କ୍ଳାନ୍ତ ହେଇଯିବା ନାହିଁ, ପ୍ରାର୍ଥନାରେ ଷ୍ଟ୍ରଙ୍ଗ ହେଇକି ରହିବା।
कहीं आमर विजय आमर उत्तर आसवा सुनिश्चित अटे कहीं आम पाई प्रभु युद्ध करुछंती आम पाई प्रभु आमर समस्या समाधान करबा पई आगे आसुछंती आमे जेतेबेले द्वितीय विवरण 31:8 वाक्य आमनको से प्रॉमिसिंग वर्ड गुडा केते शक्ति दिए सेठी लिखा है प्रभु आपे सदा प्रभु आम्भर अग्रगामी होई गमन करूछंती से आम्भर संगी हेबे से आम्भको निरस्त हेबाको देबे नहीं से आमको त्याग करिवे नहीं तेणु भय कर नहीं कि हताश नहीं एते सुंदर प्रॉमिसिंग वर्ड गुडा देइछन से वाक्य सब बेले घोषणा करिबा हमनको प्रभु कठी बढ़िबा पई आहुरी शक्ति दबो आहुरी आमे विश्वास रे स्ट्रांग हेबा काइना हमर पराक्रमी परमेश्वर सामर्थ्य परमेश्वर आमे जेतेबेले तांको कथा मानो तांकर बाहुछाया तळे रहू तांकर कथा मानि कि तांकर इच्छा अनुसार जीवन काटू प्रभु हमको ब्लेसिंग्स करिवे समय तांकर आमे से समय को अपेक्षा करिबा से आम पई उचित समय रे उचित कार्य करिवे ताको विश्वास करिबा आउ तांको निकट रे लागि रहिबा केंती दानिएल 21 दिन फास्टिंग प्रेयर शोक करी प्रभु पाखे प्रार्थना रे लगी सेमती आमे भी प्रभु पाखे प्रार्थनार उत्तर आसवा पर्यंत दृढ़ विश्वास सहित धैर्यर सहित तांको निकट रे लगी रहिबा आउ समय को अपेक्षा करिबा आ प्रभु मन को उचित समय रे उचित ब्लेसिंग्स देकी हमर सब समस्या रो हमर उद्धार करिवे जहार समस्तंकर समस्या विभिन्न प्रकार से सब चिंतार भार आमे प्रभु को देबा प्रभु को ऊपर सरेंडर करिबा चिंतार विषय को नहीं कि आमे मन रे रखिबानी आमर काम होची तांको राज्य धार्मिकता निमंते व्यस्त हेबा काना प्रभु चाहंती आमे तांको राज्य धार्मिकता को फर्स्ट प्रायोरिटी देबा तांकर वाक्य अध्ययन को तांकर गीत द्वारा तांको महिमा देबा तांकर वाक्य डिस्कशन करिबा प्रार्थना रे लागि रहिबा वाक्य अनुଯାयी जीवन काटिबा प्रभु को ऊपर भरोसा करिबा आमे तांकर राज्य धार्मिकता को फर्स्ट प्रायोरिटी देबा ताहा हेले आम जीवन रे जहा किछि कमी घटी अछि जहा किछि आमनकर जो विषय आमनकर प्रार्थना रो अनुरोध अछि समस्त जीवन रे किछि ना किछि प्रार्थना रो अनुरोध रहिछि कहार हेल्थ हे पारे कहार मॉनेटरी प्रॉब्लम हे कहार जॉब रो प्रॉब्लम हे पारे कहार अनेक प्रकार जिंस मनुष्य जेतेबेले जगत रे अछु निज पई हो परिवार पई हो भाई भणी पई हो मंडली पई हो आमनकर सब विषय थाए हमर प्रार्थना रो अनुरोध सब प्रार्थना रो अनुरोध आमने जेतेबेले तांको निकट रे लागि रहबा प्रार्थना रो अनुरोध अनुଯାयी हमर आवश्यकता से जानि छथि उचित समय रे से आमनको उत्तर देबे आ प्रभु आमनकर जीवन दे कि प्रभु गौरव पाइबे आ प्रभु महिमा पाइबे आजिर वाक्य द्वारा आमने आहुरी वाक्य रे स्ट्रांग हेजवा क्लांत हे कि रहिबानी आमे सर्वदा प्रार्थना करिबा जे कर्तव्य क्लांत न होई कि प्रभु जो सिखै छथि ताको मने रखिबा प्रार्थना रे लागि रहिबा प्रतिटी परिस्थिति रे ताको धन्यवाद देबा आजिर वाक्य द्वारा आज समस्त को प्रभु आशीर्वाद करंतु आहुरी तांकर निकट रे आहुरी दृढ़ विश्वास रो सहित लागि रहिबा पई अमन को वाक्य द्वारा आहुरी सहाय्य करंतु आमेन।